ପୂର୍ଣ୍ଣତା ମୋର ଜାଣିଲା ପରେ ବି ଭଲ ପାଅ ମା ମତେ। କୃତଜ୍ଞ ମୁଁ ସଦା ତୁମରି ପାଖରେ, କୃତଜ୍ଞ ମୁଁ ସଦା ତୁମରି ପାଖରେ, ବଞ୍ଚିଥିବି ଦିନ ଯେତେ ଭଲ ପାଅ ମା ମତେ। ଅପୂର୍ଣ୍ଣତା ମୋର ଜାଣିଲା ପରେ ବି ଭଲ ପାଅ ମା ମତେ। ତୁମ କଥା ଯେବେ କାନରେ ପଡେ ମୋ ପାଦ ତଟକି ଯାଏ, ଇଚ୍ଛା ହେଉଥାଏ ଶୁଣୁଥାନ୍ତି ଖାଲି ଯେଉଁଠି ଯେମିତି ଥାଏ। ତୁମ କଥା ଯେବେ କାନରେ ପଡେ ମୋ ପାଦ ତଟକି ଯାଏ, ଇଚ୍ଛା ହେଉଥାଏ ଶୁଣୁଥାନ୍ତି ଖାଲି ଯେଉଁଠି ଯେମିତି ଥାଏ। ତୁମ ହସ ମୋର ଅନ୍ତର ଅନ୍ଧାର, ତୁମ ହସ ମୋର ଅନ୍ତର ଅନ୍ଧାର, ଦୂରେଇଛି ସତେ ଭଲ ପାଅ ମା ମତେ। ଭଲ ପାଅ ମା ମତେ। ଅପୂର୍ଣ୍ଣତା ମୋର ଜାଣିଲା ପରେ ବି ଭଲ ପାଅ ମା ମତେ। ତୁମ ଉପସ୍ଥିତି ଜୀବନକୁ ମୋର ନୂଆ ରାହ ଦେଇଅଛି। ଭୁଲ ଠିକ ସବୁ ଦେଖାଇ ଦେବାରେ ତୁମ ଛଡ଼ା କିଏ ଅଛି। ତୁମ ଉପସ୍ଥିତି ଜୀବନକୁ ମୋର ନୂଆ ରାହ ଦେଇଅଛି। ଭୁଲ ଠିକ ସବୁ ଦେଖାଇ ଦେବାରେ ତୁମ ଛଡ଼ା କିଏ ଅଛି। ତୁମରି କରୁଣା ଆବୋରି ବସିଛି, ତୁମରି କରୁଣା ଆବୋରି ବସିଛି, ପ୍ରତି ମୁହୂର୍ତ୍ତରେ ସତେ ଭଲ ପାଅ ମା ମତେ। ଭଲ ପାଅ ମା ମତେ। ଅପୂର୍ଣ୍ଣତା ମୋର ଜାଣିଲା ପରେ ବି ଭଲ ପାଅ ମା ମତେ। କୃତଜ୍ଞ ମୁଁ ସଦା ତୁମରି ପାଖରେ, କୃତଜ୍ଞ ମୁଁ ସଦା ତୁମରି ପାଖରେ, ବଞ୍ଚିଥିବି ଦିନ ଯେତେ ଭଲ ପାଅ ମା ମତେ। ଅପୂର୍ଣ୍ଣତା ମୋର ଜାଣିଲା ପରେ ବି ଭଲ ପାଅ ମା ମତେ। ଭଲ ପାଅ ମା ମତେ। ବଞ୍ଚିଥିବି ଦିନ ଯେତେ। সুন্দর নিবেদন, ধন্যবাদ। ধন্যবাদ বর্ষা। ଯେଉଁ ଉଷା ସକଳ ପରପାରକୁ ଅତିକ୍ରମ କରି ଯାଉଛନ୍ତି, ଏହି ଉଷା ମାନଙ୍କର ଲକ୍ଷ୍ୟରେ ହିଁ ଅନୁସରଣ କରି ଚାଲିଛନ୍ତି। ଅନାଗତ ଆହୁରି ଅନେକ ଉଷାର ଶାଶ୍ୱତ କ୍ରମ ପରମ୍ପରାରେ
ଇଏ ହେଉଛି ସର୍ବପ୍ରଥମ। ଆପଣାକୁ ବିଚ୍ଛୁରିତ କରି ଏଇ ଉଷା ଜୀବକୁ ପ୍ରକାଶିତ କରୁଛନ୍ତି, ମୃତକୁ ପ୍ରବୁଦ୍ଧ କରାଉଛନ୍ତି। ଅତୀତରେ ପ୍ରକାଶିତ ହେଇଥିବା ଉଷା ଗୁଡ଼ିକ ସହିତ ବର୍ତ୍ତମାନ ପ୍ରକାଶିତ ହେବାକୁ ଯାଉଥିବା ଉଷା ଗୁଡ଼ିକୁ ସମନ୍ୱିତ କରିଦେଉଥିବା ବେଳେ ସେ କେତେ ଦୂର ପରିବ୍ୟାପ୍ତ ହେଇ ରହିଥାନ୍ତି। ପୁରାତନ ଉଷା ଗୁଡ଼ିକ ସକାଶେ ସେ ଆକାଂକ୍ଷିତ ହେଇ ରହିଥାନ୍ତି, ସେମାନଙ୍କର ଆଲୋକକୁ ପରିପୂର୍ଣ୍ଣ କରିଦିଅନ୍ତି। ଆପଣାର ଦିବ୍ୟ ଉଦ୍ଭାସକୁ ସମ୍ମୁଖ ଦିଗରେ ପ୍ରକ୍ଷେପିତ କରି ସେ ଅବଶିଷ୍ଟ ଅନାଗତ ଉଷା ଗୁଡ଼ିକ ସହିତ ସଂଯୁକ୍ତ ଓ ସମ୍ପ୍ରବିଷ୍ଟ ହେଇ ରଖିଥାନ୍ତି। ଆଜି ଆମେ ଯୋଉ ଆଲୋଚ୍ୟ ବିଷୟ ରଖିଛୁ ଅତି ମାନସର ବାସ୍ତବତା, ଆମ ସମସ୍ତଙ୍କର ଯୋଉମାନେ ପୂର୍ଣ୍ଣ ଯୋଗର ରାସ୍ତାରେ ଚାଲିଛନ୍ତି, ଯୋଉମାନେ ନ ଚାଲିଛନ୍ତି ବି, ସମସ୍ତଙ୍କର ସେଇ ଚେତନା, ସେଇ ଆଲୋକରେ ଜୀବନ ନିର୍ବାହ କରିବା ଆବଶ୍ୟକତା ଅଛି। ତାହା ହିଁ ଶ୍ରୀ ଅରବିନ୍ଦ ଉଦ୍ଘୋଷଣା କରିଛନ୍ତି। ସେଇଥିପାଇଁ ଅତିମାନସ ଭଳି ଏକ ମହାଶକ୍ତିକୁ ସେ ଏ ପୃଥିବୀକୁ ଉତାରି ଆଣିଛନ୍ତି। ତାହା ଏବେ ପୃଥ୍ୱୀ ପୃଷ୍ଠରେ କ୍ରିୟା କରୁଛି। ତାହା ଆମ ଜୀବନରେ କେତେ ଜୀବନକୁ ପ୍ରଭାବିତ କରୁଛି, ଆମ ବାସ୍ତବ ଜୀବନରେ ତାର ଆବଶ୍ୟକତା କଣ, ସେ ସମ୍ପର୍କରେ ମୁଁ ଭବେଶ ଭାଇଙ୍କୁ ଅନୁରୋଧ କରିବି, ସେ ଆଜିର ବିଷୟବସ୍ତୁକୁ ଆରମ୍ଭ କରନ୍ତୁ। ଅତି ମାନସର ବାସ୍ତବତା। ସ୍ୱାଗତ କରୁଛି ଭବେଶ ଭାଇଙ୍କୁ, ସେ ତାଙ୍କର ଆଲୋଚନା ଆରମ୍ଭ କରନ୍ତୁ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ମାର୍ଶାଘାଇ ବ୍ଲକର ଆନୁକୂଲ୍ୟରେ ଅନୁଷ୍ଠିତ ଗୁରୁବାର ଅପରାହ୍ନର ଏହି ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ମାତୃ ସନ୍ତାନ ମାନଙ୍କ ପାଇଁ ହୃଦୟର ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର କାର୍ଯ୍ୟକ୍ରମକୁ ଯେଉଁମାନେ ସୁନ୍ଦର ରୂପରେଖ ଦେଇଛନ୍ତି, ତା ଭିତରେ ରହିଛନ୍ତି ଏହାର ପରିଚାଳନା ଦାୟିତ୍ୱ ରହିଥିବା ବିଧାନ ଭାଇ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଅନୁପା ଏବଂ ବର୍ଷା। ସମସ୍ତଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛି ସେମାନଙ୍କର ସୁନ୍ଦର ଯୋଗଦାନ ପାଇଁ। ଆମେ ବିଗତ ଦିନରେ ଏହି ପ୍ରସଙ୍ଗରେ କିଛି କଥା ଆଲୋଚନା କରିଛୁ, କିନ୍ତୁ ଏକ ଅସରନ୍ତି ତତ୍ତ୍ୱ। କାହିଁକି ନା ଏହି ବିଶ୍ୱରେ जो क्रियाशील संकल्प शक्ति रही, दिव्य संकल्प, क्रियाशील दिव्य संकल्प से होचंती से अति मानसर शक्ति, जहाँ को प्रभु कहते प्रिंसिपल ऑफ एक्टिव विल। आउ हला ये कथाटी आमे अनेक बार आलोचना शुणिथिबा जे एपरी एक संकल्प, जो संकल्प रे विज्ञान जोटा को आमे नॉलेज बोली कहछि बा रियल आइडिया बोली कहछु, सेटा सम्मिलित रहिछि, सन्निहित होइकि रहिछि। एटी संकल्पटी ज्ञान ठारू भिन्न नुहे। संकल्प हला जहा योजना करा जाइछि ताकू कार्य रे परिणत करिवार
ଅଦମ୍ୟ ଇଚ୍ଛା। ଆଉ ଏଇ ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ଉପାୟ ଦରକାର, ଜ୍ଞାନ ଦରକାର। ତେଣୁ ଏଇଠି ଜ୍ଞାନ ଓ ଉପାୟ ବିଧିବଦ୍ଧ ଭାବରେ ସଂକଳ୍ପ ସହିତ ଲୁଚିକି ରହିଛି। ତେଣୁ ଆମେ ୟାକୁ ଜ୍ଞାନ ଠାରୁ ଭିନ୍ନ କରିପାରିବା ନାହିଁ। ଜ୍ଞାନ ଓ ସଂକଳ୍ପ ଏଇ ସ୍ଥାନରେ ଭିନ୍ନ ନୁହେଁ, ଏ ଗୋଟିଏ ଅବସ୍ଥାରେ ସେମାନେ ରହିଥାନ୍ତି। କିନ୍ତୁ ଏଇ କଥା ଗୁଡ଼ିକ ବୁଝିବା ପାଇଁ ଆମ ମନ ଏଥିରେ ସମର୍ଥ ନୁହେଁ। ଆମ ମନ ସମର୍ଥ ନୁହେଁ, ଆଉ ଆମର ବୁଦ୍ଧି ମଧ୍ୟ ଏଥିରେ ସମର୍ଥ ନୁହେଁ ଏଇ ସଂକଳ୍ପଟିକୁ ବୁଝିବା ପାଇଁ। ତାହେଲେ ଆମେ ଯେତେବେଳେ ଏଇ କ୍ରିୟାଶୀଳ ଦିବ୍ୟ ଇଚ୍ଛା ଶକ୍ତି ଆଉ କ୍ରିୟାଶୀଳ ଜ୍ଞାନର ଏଇ ତତ୍ତ୍ୱଟିକୁ ବୁଦ୍ଧି ଜରିଆରେ ବୁଝିବା, ସେଟା ତ ସମ୍ଭବ ହବ ନାହିଁ। ତେଣୁ ଆମ ପାଇଁ ଗୋଟିଏ କଥାକୁ ସ୍ୱୀକାର କରିବାକୁ ପଡିବ, ପ୍ରଭୁଙ୍କର ସେହି ମହାନ ଆପ୍ତବାକ୍ୟ ଯେ ସେଇ ଅତିମାନସ ହେଉଛନ୍ତି ଏହି ସମଗ୍ର ବିଶ୍ୱର, ସମଗ୍ର ସଚରାଚରର ହେଉଛନ୍ତି ସିଏ ସୃଷ୍ଟିକର୍ତ୍ତା। ତାଙ୍କ ଭିନ୍ନ ଏହି ସୃଷ୍ଟି ମଧ୍ୟରେ ସର୍ଜନା କଲା ଭଳି, ଏହି ସୃଷ୍ଟିକୁ ରୂପ ଦେଲା ଭଳି, ଏହି ସୃଷ୍ଟିକୁ କ୍ରିୟାଶୀଳ କଲା ଭଳି ଅନ୍ୟ କୌଣସି ଶକ୍ତି ବାସ୍ତବରେ ନାହିଁ। ଆମେ ଖୁବ ଭାବରେ ଜାଣିବା ଦରକାର ଯେ ଏଇ କଥାଟି ଆମେ କାହିଁକି ବୁଝିପାରୁନ, ଏଇ କଥା କାହିଁକି ଆମେ ଜାଣିପାରୁନ। ତାର କାରଣ ହେଉଛି ଆମ ମନ ବୁଦ୍ଧି ଏହାର ଯୋଉ ଅନନ୍ୟ ରୂପ ରହିଛି, ଅପାର୍ଥିବ ରୂପ ରହିଛି, ସେଇ କଥାଟିକୁ ବୁଝିବା ପାଇଁ ପୂର୍ଣ୍ଣ ରୂପେ ଅସମର୍ଥ ଅଟେ, ପୂର୍ଣ୍ଣ ରୂପେ ଅସମର୍ଥ ଅଟେ। ତେଣୁ ସେଇ ଯୋଉ ଅସମର୍ଥ ଅବସ୍ଥା ଆମେ ରହିଛୁ, ତାକୁ
किभଳି भाबरे समाधान करा जाई परिबो व ताको बुझी हबो जेंति एबे कहा जाउतला जे प्रभुंकर तपस्या बलरे प्रभुंकर जो आस्पृहा रहितला ता बलरे एक महान शक्ति पृथ्वी रे उपस्थित होईची जो शक्ति अपरिचित ही मनुष्यर रहितला से शक्ति एबे पृथ्वी रे क्रियाशील से शक्ति किभଳି भाबरे ई जगत रे कार्य करिवो सेही होची हमर चिंतार कथा एटा हला गोटे बड़ रिविलेशन ताको यदि मां को भाषा रे कहवा एटा गोटे ग्रेट रिविलेशन ये बड़ रहस्य उद्घाटन श्री अरविंद एई सृष्टि रे गोटिए भूमिर ना देइछंती अतिमांस जेमती तांकर जड़ भूमि प्राण भूमि मन भूमि सेमती अतिमानुषर भूमि एई अतिमानुषर भूमिटी तार अभ्युदय मध्य सबु भूमि भली यार अभ्युदय मध्य सच्चिदानंद पाखर एवं प्रभुंकर जो तपस्या रही विराट तपस्या रही बा मनुष्यर जीवनटी को पूर्णता दबारे मनुष्यर अस्तित्व को अमरत्व देबारे मनुष्यर जीवन को स्वर्गीय करिवारे दिव्य करी गढ़ी तोलिबारे एई मरणशील जंत्रणासिक्त पृथ्वीटी को एक वेदना मुक्त अमरावती रे परिणत करिवार जो संकल्प रही जो शक्ति को से वास्तव रे निवेदन करिसेंती एभली कथा को संभव करिया पई असंभव को संभव करिया पई सेही शक्ति एई विश्वर भूमि को पदार्पण करिसेंती विश्व भूमि आज तारीख रे तांकर एक कर्म भूमि हेची बा डायमेंशन तांकर गोटे कर्म क्षेत्र भाव रे से पृथ्वीटी को स्वीकार करिसेंती आमे जो सत सच्चिदानंद कथा कहूचु से सच्चित आनंदर कथा रही सतर जो सत्य जहाँ आम इंग्राजी रे कहि परिबा ट्रुथ्स ऑफ द कॉन्शियस बीइंग ट्रुथ्स ऑफ द कॉन्शियस बीइंग हला सचेतन सत्तार सत्य एटा अस्तित्वटी आसीछि किपरि ना एटा गोटे एसेंशियल यूनिटी गोटे मौलिक एकत्व कहार ना कॉम्प्रिहेंडिंग सुपर माइंड आम जानिछु ज्ञान वेदवांगमय रे दुईटी भाग रे विभक्त होइछे गोटे होछि कॉम्प्रिहेंडिंग नॉलेज अन्यटी होछि एप्रिहेंडिंग नॉलेज जाको ओडिया रे हम कहूछु संज्ञान और प्रज्ञान एई अतिमांस संज्ञान अर्थात सबु प्रकार ज्ञान तांको पाखरे अछि आमे सरल रे बुझिबा सरल हला जे ओमनिशिएंट ऑल नॉलेजफुल सर्वज्ञानी तांकर सबु प्रकार ज्ञान अछि से इन वन सेंस जने इंजीनियर इन वन सेंस जने आर्किटेक्ट इन वन सेंस he is an artist
in one sense he is a doctor, in one sense he is a sculptor, ତେଣୁ in one sense he is a poet. ଏମିତି କିଛି ଜ୍ଞାନ ନାହିଁ ଯୋଉଟା ଅତି ମାନସକୁ ଜଣା ନାହିଁ। ତେଣୁ ଅତି ମାନସ ହେଉଛନ୍ତି ସଂଜ୍ଞାନର ଗୋଟେ ମହାରୂପ। ଆଉ କିନ୍ତୁ ଆମେ ତ ଜଗତରେ ଦେଖୁଛୁ ଏଠି ମଲ୍ଟିପଲ ଏଣ୍ଟିଟିଜ ଅଛନ୍ତି, ବହୁ ସତ୍ତାର ବହୁତ ତତ୍ତ୍ୱ, ବହୁତ ଗୁଣ, ବହୁତ ରୂପ ମଧ୍ୟ, ବହୁତ ଗତିବିଧି ମଧ୍ୟ। ଗୋଟେ ପିମ୍ପୁଡିର କାମ, ଗୋଟେ ଜିଆର କାମ, ଗୋଟେ ମଶାର କାମ, ଗୋଟେ ମାଛିର କାମ, ଗୋଟେ ମଣିଷର କାମ, ଏସବୁ ଗୁଡିକ ଯଦି ଦେଖିବା ଗତିବିଧି ଗୁଡିକ, ଏଗୁଡିକ ମଧ୍ୟ ସବୁ ଡିଭିଜନାଲାଇଜ ହେଇଛି, ମାନେ ତାକୁ ଡିଫରେନ୍ସିଏସନ ଭିତରକୁ ନିଆଯାଇଛି। ସେଗୁଡିକ ମଧ୍ୟ ଗୋଟେ ପ୍ରଜ୍ଞାନ ଶକ୍ତି ବଳରେ କାମ କରୁଛନ୍ତି। ଯେମିତି ଗୋଟେ ଚଢେଇ ପାଖରେ କିଛି ଜ୍ଞାନ ଅଛି ବୋଲି ସେ ବସାଟିଏ ତିଆରି କରୁଛି। ଚଢେଇ ପାଖରେ କିଛି ଜ୍ଞାନ ଅଛି ବୋଲି ସେ ତା ଛୁଆକୁ ଖୁଏଇକି ବଡ କରିଦେଇ ପାରୁଛି। ଗୋଟେ ଚଢେଇ ଛୁଆ ପାଇଁ ତା ମା ହଉଛି ଟ୍ରେନର, ଉଡା ଶିଖଉଥିବା। ଆମେ ଯଦି ଚାହିଁବା ଆମେ ସେଇ ଓଡିଆ ଶିକ୍ଷାଟା କରିପାରିବାନି। ଗୋଟେ ବତକର ବା ହଂସର ମା ସେ ତା ପିଲାକୁ ପହଁରା ଶିଖଉଛି। ମାଙ୍କଡର ମା ମାଙ୍କଡକୁ ଗଛ ଚଢିବା ଶିଖଉଛି। ସେମାନେ ସବୁ ତାଙ୍କ ଫିଲ୍ଡର ଟ୍ରେନର। ଆମ ପାଖରେ ସେ ଶକ୍ତି ନାହିଁ। ଗୋଟେ ଯଦି ଉଇ ଆପଣଙ୍କୁ ଦିଆଯିବ, ଉଇର ଦଳେ ଅଣ୍ଡାକୁ ଦିଆଯିବ, ତୁ ତାକୁ ଛୁଆ ଫୁଟେଇ ମଣିଷ କରିଦେ, ଆମେ କରିପାରିବାନି। ଆମେ ମଣିଷ ହେଇଥାଇ ପାରନ୍ତି, କାରଣ ମୂଳ କଥା ସେମାନେ କେମିତି ଖାଆନ୍ତି, କେମିତି ବଞ୍ଚନ୍ତି, ସେ କଥାଟିକୁ ଆମେ ଏତେ ସହଜରେ ପରିଚାଳନା କରିପାରିବା। ଆପଣଙ୍କର କେବେ କେବେ ଅନୁଭୂତି ହେଇଥିବ, ଯଦି ଆପଣଙ୍କ ଘରେ ଗୋଟେ ବିରାଡି ଛୁଆ ବି ତା ମା ଯଦି ବିରାଡି ଛୁଆଟାକୁ ଛାଡିକି ପଳେଇଲା କିଛି କାରଣରୁ, ତାହେଲେ ସେଇ ଛୁଆଟିକୁ ଆପଣ ବଞ୍ଚେଇ ରଖିପାରିବା ଭାରି କଷ୍ଟ। କାରଣ ସେ କଣ ଖାଏ, କେମିତି ଖାଏ, କେତେବେଳେ ଖାଏ, ତାକୁ କେତେବେଳେ ଭୋକ ହୁଏ, ସେ କଣ ଚାହେଁ, ସେ କଥା ଗୁଡିକ ଆମେ କରିପାରିବାନି। ବହୁତ ରେୟାରଲି ସିଚୁଏସନରେ ସେ ପିଲା ଗୁଡିକ ଆମେ ବଞ୍ଚେଇ ପାରିବା। ଗୋଟେ ବାଛୁରୀ, ମୋର ମନେ ପଡୁଛି ଆମ ପିଲାବେଳେ, ସେ ଗାଈଟି କିଛି କାରଣରୁ ଅଳ୍ପ ଦିନ ପରେ ମରିଗଲା। ବାଛୁରୀଟି ରହିଗଲା। ତାକୁ ତ କ୍ଷୀର ଦିଆ ହେଇକି ଅନ୍ୟ ଗାଈ ମାନେ ତ ତାକୁ କ୍ଷୀର ଦେଲେନି, ସେମାନଙ୍କ ଗାଈ କ୍ଷୀର ଆଣିକି ଆକୁ ଦିଆଗଲା, କିନ୍ତୁ ସେ ବହୁତ ଦୁର୍ବଳ ହେଇ ରହିଲା। ଅନେକ ଦିନ ଦୁର୍ବଳ ହେଇ ରହିବା ପରେ ତାପରେ ବି ତାର ଗୋଟେ ଟ୍ରାଜିକ ଡେଥ ହେଇଗଲା। ତେଣୁ ଏଇ ଜଗତରେ ଆପଣ ଭାବନ୍ତୁନି ଖାଲି ମଣିଷ ଜୀବନଟି ଗୁରୁତ୍ୱପୂର୍ଣ୍ଣ ବା ମଣିଷ ଜୀବନଟି ସମ୍ପନ୍ନ ହବ, ମଣିଷ ଜୀବନଟିରେ କଥାଟିକୁ ଏଇ ସୁପର ମାଇଣ୍ଡ ଭାବୁଛନ୍ତି। ସୁପର ମାଇଣ୍ଡ ଏ ସମଗ୍ର ଅସ୍ତିତ୍ୱର କଥାକୁ ଭାବିଛନ୍ତି। ତେଣୁ ଏଠି ପ୍ରତ୍ୟେକ ଜୀବନର ଯୋଉ ଶକ୍ତି କାମ କରୁଛି, ଯୋଉ ତତ୍ତ୍ୱ କାମ କରୁଛି, ଯୋଉ ରୂପ କାମ କରୁଛି, ଯୋଉ କ୍ରିୟାଶୀଳତା ରହିଛି ସମସ୍ତଙ୍କ ଭିତରେ, ଏ ସବୁ ଗୁଡିକ ଅତି ମାନସର ପ୍ରଜ୍ଞାନ ଶକ୍ତି ତାକୁ କାର୍ଯ୍ୟକାରୀ କରୁଛନ୍ତି। ତେଣୁ ଏଇ ଅତି ମାନସ ପ୍ରତ୍ୟେକ ଜୀବନ୍ତ ସତ୍ତାର, ପ୍ରତ୍ୟେକ ସଚେତନ ସତ୍ତାର ସେ ହେଉଛନ୍ତି ଫଣ୍ଡାମେଣ୍ଟାଲ ଟ୍ରୁଥ, ମୌଳିକ ସତ୍ୟ। ହଁ, ମୂଳ କଥାଟି ହେଲା ଆମେ ଗୋଟିଏ ଦିଗରେ ଆଜିର ଆଲୋଚନାକୁ ବି କେନ୍ଦ୍ରିତ କରିପାରିବା। ସେ ଅତି ମାନସ ଶକ୍ତିଟା ପ୍ରକୃତରେ ଶ୍ରୀ ଅରବିନ୍ଦଙ୍କ ଆସିବା ପରେ ଅବତରଣ କରିଛି ଆଉ ପୃଥିବୀର ଦାୟିତ୍ୱ ନେଇଛି, ନା ପ୍ରକୃତରେ ଅତି ମାନସ ଶକ୍ତି ମୂଳରୁ ରହିଥିଲା? ଅତି ମାନସ ଶକ୍ତି ବହୁତ ପ୍ରାରମ୍ଭରୁ ରହିଥିଲା। ଯେହେତୁ ତାହା ମନୋବୁଦ୍ଧିର ଅତୀତ ଥିଲା,
ସେଭଳି ଗୋଟେ ପରମ ବିଜ୍ଞାନର ପରମ ତତ୍ଵର ସନ୍ଧାନ କୌଣସି ଋଷିମୁନି ତାଙ୍କ ଇଣ୍ଟ୍ୟୁସନ ଭିତରେ ଦେଇପାରିନଥିଲେ। କାହିଁକି ଦେଇପାରିନଥିଲେ ନା ଇଣ୍ଟ୍ୟୁସନ ର ନେକ୍ସଟ ଶକ୍ତିଟା ହଉଛି ଓଭର ମାଇଣ୍ଡ। ତେଣୁ ଦେବତା ମାନଙ୍କର କଥା କହିବା ପରେ ଋଷିମୁନି ମାନଙ୍କର ଚେତନା ସେଇଠି ନୀରବ ହୋଇଯାଇଥିଲା। କିନ୍ତୁ ଯେହେତୁ ଶ୍ରୀ ଅରବିନ୍ଦ 1926 ଅଧିମାନସର ସିଦ୍ଧି ଲାଭ କଲେ, ଦେବତାର ସ୍ତର ପ୍ରାପ୍ତ ହେଲେ, ଶ୍ରୀକୃଷ୍ଣ ଚେତନାଙ୍କ ମଧ୍ୟକୁ ପ୍ରବେଶ କଲେ, ତେଣୁ ତାର ଯୋଉ ନିକଟତର ଅଧିମାନସ ପରେ ଅତିମାନସ ସେଇଟାକୁ ସେ ଦେଖିପାରିଲେ। ତେଣୁ ମଣିଷ ତାର ଚେତନାର ବିବର୍ତ୍ତନରେ, ମଣିଷ ତାର ଚେତନାର ଯୋଉ ଯାତ୍ରା କରିଛି, ଦୁଃସାହସିକ ଯାତ୍ରା ବା ଅଭିଯାନ କରିଛି, ସେଇ କ୍ରମରେ ସେ ତାର ନେକ୍ସଟ ସ୍ତରଟିକୁ ହୁଏତ ଜାଣିପାରିଛି। ଋଷି ମାନେ ଇଣ୍ଟୁଟିଭ ସ୍ତରକୁ ଆସିଥିବାରୁ ସେମାନେ ତାର ନେକ୍ସଟ ସ୍ତର, ଦେବତାର ସ୍ତର, ସ୍ୱର୍ଗର ପରିକଳ୍ପନା ସେମାନେ କରିଛନ୍ତି, ଦେବତାର ପରିକଳ୍ପନା ସେମାନେ କରିଛନ୍ତି। କିନ୍ତୁ ଦେବତାର ସ୍ତର ଠାରୁ ଆହୁରି ଉର୍ଦ୍ଧ୍ୱତର ଏକ ସ୍ତର ରହିଛି, ବିଜ୍ଞାନର ସ୍ତର ବା ଅତିମାନସର ସ୍ତର। ସେଇ କଥାଟିକୁ ପୃଥିବୀ ଜାଣୁନଥିଲା ଏବଂ ସେଇ ବିଜ୍ଞାନ ଏଇ ସୃଷ୍ଟିକୁ ସମ୍ଭବ କରିଛି। କାରଣ ସେଇ ବିଜ୍ଞାନ ପାଖରେ ରହିଛି ସଂକଳ୍ପ ଶକ୍ତି, ସେଇ ବିଜ୍ଞାନ ପାଖରେ ରହିଛି, ସେଇ ଚେତନା ପାଖରେ ରହିଛି ସଂଜ୍ଞାନ, ସଂଜ୍ଞାନ ବି ରହିଛି, ପ୍ରଜ୍ଞାନ ବି ରହିଛି। ଏ ଦୁଇଟି এই ସୃଷ୍ଟିକୁ ନିର୍ମାଣ କରିବାକୁ ଦରକାର ପଡିଛି। ତେଣୁ ଆମେ ଦେଖୁଛୁ ଏଇ ସୃଷ୍ଟିରେ ସଚେତନ ସତ୍ତା ଗୁଡିକର ଯୋଉ ମୌଳିକ ସତ୍ୟଟି ରହିଛି ତାକୁ ପ୍ରଭୁ ଶ୍ରୀ ଅରବିନ୍ଦ ବାରମ୍ବାର ଅଭିହିତ କରିଛନ୍ତି। ସେଇ ଋତଚିତ ବା ସେଇ ସତ୍ୟଟିକୁ ସତ୍ ଆର୍ ହ୍ୱାଟ ହି କଲ୍ସ ରିଅଲ ଆଇଡିଆଜ, ଏଇଗୁଡିକ ହେଲେ ପରମ ବିଜ୍ଞାନ। ଏଇ ପରମ ବିଜ୍ଞାନ ଏ ଗୋଟେ ମଞ୍ଜି ଭଳି କାମ କରିଛନ୍ତି। Seeds that radiate out into creation through the supramental action. ଏମାନେ ବିକିରିତ ହେଇଛନ୍ତି ଗୋଟେ କର୍ମ ମଧ୍ୟକୁ, ସୃଜନ ମଧ୍ୟକୁ। ସୃଜନର ବିକିରଣ କରିଛନ୍ତି ଗୋଟେ ମଞ୍ଜି ଭଳି, ଗୋଟେ ମୂଳ ଭଳି, ଏବଂ ତାହା ହିଁ ହଉଛି ଅତିମାନସର କ୍ରିୟା। Expressing spiritual truth, ये आध्यात्मिक सत्य गुड़ी को प्रकाशित करुछि। किभଳି से अछंती साइलेंट विटनेस। आमे जेतବେଳେ କିଛି କାର୍ଯ୍ୟ करू, बहुत हुरी करू, खबर कागज रे भी लिखि दो। मंदिर रे देखिए सब लोक माने आपण जो मंदिर को जिवे, से मंदिर रे जाने एक फुट रे 6 इंच गोटे दे दैथियो फलक, केते पैसा बा खर्च हेतियो, सेत लेके चरणाश्रित अमुके केते जे दानी बदान्य व्यक्तिଙ୍କର नाम सब लेखा हिताए, तो सब ना कमेया पई सेमान सब क्रिया करंती। किंतु जे प्रकृति रे कर्ता से होचंती साइलेंट विटनेस, से केवल साक्षी पुरुष, से अनैछन किसी कथा कहना। जदि भगवान थरे कथा कहवा आरंभ करेंगे, मनीष सहित कि कथबार्ता हम कहली, प्रेमर कथा हम, जमारू नुहे, जमारू नुहे। मु बहुत चिंता कर देखी मनीष सहित झगड़ा ही कर, माने केमिति भगवान दुखित हेबे आम शब्द गुड़िक द्वारा। से स्तुति करबनी, जनाण करबनी, भगवान को समस्त कथारे दायी करा जिवो मनुष्यर जो हालत अच्छी। तेणु सी गोटे साइलेंट विटनेस रही, मुक भगवान किसी कहना। से होचंती स्रष्टा, से होचंती विज्ञान, से होचंती संकल्प, से होचंती अद्वितीयत्व वननेस, से होचंती प्रेम,
ଦିବ୍ୟ ପ୍ରେମ, ସାମାନ୍ୟ ପ୍ରେମ। ଏଠି ଆମେ ତାଙ୍କୁ କହିପାରିବା ଦିବ୍ୟ ନିରବ ସାକ୍ଷୀ ପୁରୁଷ, ସେ ଦିବ୍ୟ ସ୍ରଷ୍ଟା, ସେ ଦିବ୍ୟ ଜ୍ଞାନୀ, ସେ ଦିବ୍ୟ ସଂକଳ୍ପକୁ ଜଗତରେ ପ୍ରତିଷ୍ଠା କରନ୍ତି, ସେ ଦିବ୍ୟ ଏକତ୍ୱ ଆଣନ୍ତି ବା ଅଦ୍ୱିତୀୟ ସେ ହେଉଛନ୍ତି ଦିବ୍ୟ ପ୍ରେମ ଆଉ ସେ ହେଉଛନ୍ତି ଦିବ୍ୟ ଆନନ୍ଦ। ତେଣୁ ଏଇ କଥାଟିକୁ ଯେତେବେଳେ ଆହୁରି ଗଭୀର ଭାବରେ କୁହାଗଲା ଯେ ଆମେ ସାଧନା କରିବା, ଆମେ ଗୃହସ୍ଥ ହେଇକି ସାଧନା କରିବା, କିଏ ଏକୁଟିଆ ହେଇକି ସାଧନା କରୁଛି, କିଏ ମଠ ମନ୍ଦିରରେ ରହିକି ସାଧନା କରୁଛି, କିଏ ଆଶ୍ରମରେ ରହିଛି, ଆମେ ଯିଏ ଯୋଉଠି ସାଧନା କରୁନା କାହିଁକି ଆମ ସମସ୍ତଙ୍କ ସାଧନା ଗୋଟିଏ ଲକ୍ଷ୍ୟରେ। ସେ ଲକ୍ଷ୍ୟ ହେଲା ଆମ କର୍ମ ମଧ୍ୟକୁ ଶାନ୍ତି, ପ୍ରେମ ଓ ଆନନ୍ଦକୁ ଆଣିବା। ଆମ କର୍ମ ମଧ୍ୟକୁ ଶାନ୍ତି, ପ୍ରେମ ଓ ଆନନ୍ଦକୁ ଆଣିବା। କାହିଁକି ନା ଏଇ ଶାନ୍ତି, ପ୍ରେମ, ଆନନ୍ଦ ଏଇ ହଉଛି ସ୍ୱର୍ଗୀୟ, ଏଇଟା ଅପାର୍ଥିବ, ଏଇ ହଉଛି ଅତି ମାନସର ତତ୍ତ୍ୱ। ଆପଣ ଯେତେବେଳେ ମନର ସ୍ପର୍ଶ ପାଉଥିବେ, ମନକୁ ଦଉଥିବେ ସ୍ପର୍ଶ ଗୁଡିକ, ତାହେଲେ ସେଗୁଡିକ କେବେ ଶାନ୍ତି, ପ୍ରେମ, ଆନନ୍ଦ ମଧ୍ୟକୁ ଯାଇପାରନ୍ତି ନାହିଁ। ମାଙ୍କୁ ମାନେ ଧରିବାର କଥା, ମାଙ୍କୁ ପ୍ରାର୍ଥନା କରିବାର କଥା, ମାଙ୍କୁ ସ୍ମରଣ କରିବାର କଥା, ମାଙ୍କୁ ସବୁ କଥାରେ ସାଥୀ କରିବାର, ମାଙ୍କର ସବୁ ସଭାରେ ଶରଣକୁ ଯିବାର, ତାକୁ ସମର୍ପଣ କରିବାର ମୂଳ କାରଣଟି ହଉଛି ଏଇଟା ଯେ ଆମ କର୍ମ ମଧ୍ୟକୁ ଏଇ ଅତିମାନସର ତତ୍ତ୍ୱଟି ଆସୁ, ଅତିମାନସର ଶକ୍ତିଟି ଆସୁ। ଆପେ ଆପେ ଯଦି ଆପଣଙ୍କ ଜୀବନରେ ଶାନ୍ତି, ପ୍ରେମ, ଆନନ୍ଦ ଆସେ, ତାହେଲେ ସତ୍ୟ ବି ଅବତରଣ କରିବ, ବାକି ଅତିମାନସର ସ୍ପର୍ଶ ବି ପାଇବେ, ଭଗବାନଙ୍କର ସ୍ପର୍ଶ ବି ପାଇବେ, ତ ଆପଣଙ୍କ ଜୀବନଟି ସ୍ୱର୍ଗରେ ପରିଣତ। ଆମେ ସବୁବେଳେ ସବୁ ସମୟରେ ଆମେ ଏ ତିନିଟାକୁ ହିଁ ଲେଖ କରୁଛୁ, ହରଉଛୁ। ଆମର ସବୁ ପାଉଥାଇପାରୁ ଯୋଉ ଗୁଡିକ ଆମେ ଜୀବନରେ ଚାହିଁଛୁ। ହୁଏତ ଆମେ ଜାଗତିକ ଅନେକ କଥା ଚାହୁଁଛୁ, ସେଗୁଡିକ ମିଳୁଛି, କିନ୍ତୁ ମିଳି ସାରିବା ପରେ ସେଇଠି ଶାନ୍ତି ପାଉଛୁ କି? ମିଳି ସାରିବା ପରେ ସେଇଠି ପ୍ରେମଟିଏ ସଂଗଠିତ ହେଉଛି କି? ମିଳି ସାରିବା ପରେ ସେଇଠାରେ ଆନନ୍ଦଟି ରହୁଛି କି? କାରଣ ଏଗୁଡିକ ଏତେ ସହଜରେ ରହିପାରନ୍ତି ନାହିଁ। ସେଥିପାଇଁ କିଛି ସ୍ଥିତି ତିଆରି କରିବାକୁ ପଡେ, କିଛି ସର୍ତ୍ତ ପୂରଣ କରିବାକୁ ପଡେ, କିଛି ସାଧନା କରିବାକୁ ପଡେ, ଏବଂ ସାଧନାର ସେଇ ସୁନ୍ଦର ଦିଗ ଗୁଡିକ ପ୍ରଭୁ ବାରମ୍ବାର ଉନ୍ମୋଚିତ କରିଛନ୍ତି। ଏଇ ଯାହା ସବୁ କୁହାଗଲା, ଦିବ୍ୟ ଜ୍ଞାନ, ଦିବ୍ୟ ସଂକଳ୍ପ, ଦିବ୍ୟ ପ୍ରେମ, ଦିବ୍ୟ ଆନନ୍ଦ, ଏଗୁଡିକ ଶକ୍ତି ରୂପରେ, ତତ୍ତ୍ୱ ରୂପରେ, ସମସ୍ତ ରୂପରେ ଏବଂ ଆପଣଙ୍କ ଏଇ ସୃଷ୍ଟି ମଧ୍ୟରେ ଯେତେ ସବୁ ଲୀଳାଖେଳା ରହିଛି, ସେ ସବୁ ଭିତରେ ପ୍ରକଟିତ କରିବାକୁ ପଡିବ। ତେଣୁ ଆମର ନିଜ ଜୀବନ, ଯାହାକୁ ଆମେ ପ୍ରାଣ ବୋଲି କହୁଛୁ, ଯାହା ନିଶ୍ଚେତନା ଭିତରୁ କାର୍ଭ ଆଉଟ୍ ହେଇଛି, ସେ ନିଶ୍ଚେତନା ଭିତରୁ ପ୍ରାଣଟି ଗୋଟେ ଅଦ୍ଭୁତ ତତ୍ତ୍ୱ ଭାବରେ ଆସିଛି ଏଇ ପ୍ରକୃତି ମଧ୍ୟରେ, ସେଇଟା ମଧ୍ୟ ଏହି ଋତଚିତ୍ତଙ୍କର ବା ସେଇ ପରମ ବିଜ୍ଞାନୀଙ୍କର, ଅତି ମାନସଙ୍କର ସୃଷ୍ଟି ଅଟେ। ଆମେ ଦିବ୍ୟ ଜୀବନ ଗ୍ରନ୍ଥର 10ମ ଅଧ୍ୟାୟ ଦି କନସିୟସ୍ ଫୋର୍ସରେ ସେଇ କଥା ଗୁଡିକ ଆହୁରି ସ୍ପଷ୍ଟତାର ସହିତ ପଢିଛନ୍ତି। ଆଉ ଆମ ସୃଷ୍ଟିରେ ଅନେକ ପ୍ରକାର ସୃଷ୍ଟି ତତ୍ତ୍ୱ ରହିଛି। ଏଇ ଜଗତରେ କିଏ କେତେ ପ୍ରକାର ସୃଷ୍ଟି ତତ୍ତ୍ୱଟାକୁ ବର୍ଣ୍ଣନା କରିଛନ୍ତି। ବୈଜ୍ଞାନିକ ମାନେ ଗୋଟେ ପ୍ରକାର ତ କହୁନାହାନ୍ତି, ସେମାନେ 20 ପ୍ରକାର କହୁଛନ୍ତି, ପୁଣି
अध्यात्मवादी माने सृष्टिटा को किए केते प्रकार कहउछंती किंतु श्री अरविंद सृष्टिर तत्वटी को वास्तव रे आनी छंती तांको पई सृष्टि तत्वटी हला इट इज ए प्रोसेस एटा एक प्रक्रिया थ्रू व्हिच रियल आइडियाज कहली ट्रूथ्स ऑफ द कॉन्शियस बीइंग जो मौलिक सत्यटी सचेतन सत्ता भितर रही यथार्थ विज्ञान बा सत्य विज्ञान आर कंप्रेहेंडेड कहले व्यापक होइछि प्रसारित होइछि संज्ञानित होइछि आउ सेटा एंड देन एप्रहेंड माने मैनिफेस्टेड होइछि प्रकाशित होइछि कहा रूप विभिन्न रूप कोटि फूल ही फुटी कोटि चढ़ई ही उड़ी कोटि तिमी माछ ही पहरुची कोटि उई पिंपुड़ी ही चलुची जिया ही चलुची कोटि मनुष्य ही आकाश रे भी उड़ुची समुद्र भी बुड़ुची एवं एटा संगठित होईची गोटे मनोभूमि रे वर्तमान पर्यंत मनोभूमि पर्यंत तार यात्रा है आउ जदि ई विश्वर आउ एक महाभूमि होची से अतिमानसर भूमि जो अतिमानसर भूमि रू पृथ्वी को एक कार्यक्षेत्र रूप रे ग्रहण करा होईची बा सेटा को कार्यकारी करा हेउची तेणु ये जो यूनिवर्सल प्रोसेस ऑफ क्रिएशन एक वैश्विक सृष्टिर व्यवस्था ताही अतिमानसर एक महान क्रिया श्री अरविंद को जेतबेले पचरा गला जेंति मनर गोटे स्वभाव अछि प्राणर गोटे स्वभाव अछि देहर गोटे स्वभाव अच्छी प्रकृति रही प्रकृति वा स्वभाव बोली कहू ताले अतिमानसर स्वभावटी कौन कारण अतिमानसर केवल जड़े ज्ञाता ए पृथ्वी रे संभव होइछन्ति से होछन्ति श्री अरविंद मां तो निश्चय अतिमान शक्ति निजे तेणु अतिमानस शक्ति को जे अवतरित करिछन्ति बा सेई महाशक्तिर जे महाज्ञाता से कहते अतिमानसर स्वभाव होउछि अल्टीमेट नॉलेज एंड नोइंग द पावर चूड़ांत ज्ञान टी को अल्टीमेट नॉलेज को विज्ञान बोली कहते कारण से लेवल रे सब मन रखिए जे अतिमानसर भूमि रे आ ज्ञान बोली किछि रहे ना सब किछि विज्ञान है तेणु से भूमि रे ज्ञान गुड़िक हूँ विज्ञान तेणु चूड़ांत विज्ञान टाक आम अतिमानसर स्वभाव बोली कही जे नोइंग पावर से शक्ति गुड़ी को जानी को शक्ति किभଳି त्याग कर अच्छा कहतु तो आम मनोभूमि रे को शक्ति किभଳି काम करुछि ए विषय रे हमर ज्ञानटी केते संपूर्ण केते सीमित मन करंतु गोटे हला आणविक शक्ति किभଳି काम करे हम जानिछु आलुओ शक्ति किभଳି काम करे हम जानिछु कि जेते हम विज्ञान बही रे प्रथम पढ़िले जे फोटोन भली उपादान गुडी करे आलोक तयारी हिची से गुडी को अणु ठारू छोट से वर्ण सब आलोक भितर किपरि तयारी हिची आपण जेते जेते विज्ञान अभिमुखी हेबे से मेटेरियल साइंस होना कहीं आध्यात्म विज्ञान होना कहीं विज्ञान सेंस रे कौन सी धार्मिक मनोभाव नुहे कि विश्वासर कथाटा नुहे भक्तिर कथाटा नुहे कि एटा ज्ञानर कथा भी नुहे एटा तो ज्ञान रोड धरे तो से भली शक्ति मान को जानिबार ये तार स्वभाव भितर रही इट नॉट ओनली परसीव्स ऑल ट्रूथ्स in their inherent oneness,
but is the will and power to render those truths real in creation. अच्छा आपण कहबे ये जो शक्ति गुड़ा जानी कौन हम आलोक केमती तैयारी है इलेक्ट्रिसिटी केमती तैयारी है केमती चुंबकीय शक्ति गुड़िक तैयारी होती मैग्नेटिक पावर आपण कहबे एटा कान कौन दरकार किंतु से सत्यटी को जानती एइथिपई तांकर जो अंतर्निहित अद्वितीयता रही से अंतर्निहित अद्वितीयतार ये हूँ सत्य कारण से शक्ति गुड़िक ही अवस्थान कर खाली अवस्थान करूना से पाखरे दिव्य संकल्प रही दिव्य शक्ति रही विश्वर सत्यटी को प्रतिष्ठा करिबारे विश्वर शक्तिटी को अभिव्यक्त करिबारे ए विश्वर शक्तिटी को विश्वर जो रूपरेखा को गोटे रूप दबारे तापरे प्रभु को पचाराला अच्छा ठीक अच्छी आपण तो यही शक्ति को जानी तो आम बाकी मनीष मैंने से तो से साधक नुहति किए 40 वर्ष गोटे जगह रही साधना करू एत बड़ विश्वविद्यालय पाठ पढ़ी भी परिस्थिति क्रमे चाकरी बाकरी किसी न करी घर संसार न करी जदियो घर संसार सब कर सब गुड़ा भांगी पड़ी चाकरी भी पड़ी निज जीवन गोटे देश सेवा कर उद्यम कले से भी बड़ विफलता भीतर चलीगला विफलता तो नुहे से गोटे कौ अलग अर्थ सब कथा कुआड़ू नहीं चलीगला आपण एत विराट जीवन बंचिले बोली सीना ये अति मानस किसी बुझिले आमे कौन करू आमे ताको अनुभूति भीतर आनी पारिबु कि एगुड़िक आम मनोबुद्धि अतीत तो निश्चय किंतु आमे तो मनोबुद्धि भीतर अच्छु कौन गोटे स्थिति आसीबो कि जो स्थिति रे हुए तो गोटे समय आसीबो आमे से रूपरेखटी को टिके चिंता करि पारिबु प्रभु कहउछन्ती it not only perceives all truths with their inherent oneness but has the will and power to render those truths real in creation. Se कहउछन्ती we humans are capable of experiencing that ultimate cognitive capacity. ये जो महाज्ञान सामर्थ्य जहाँ चूड़ांत रूप में रही जहाँ शीर्ष रही शीर्षस्थ रही अल्टीमेट रही ताकू भी मनीष माने जानिबारे समर्थ अटल केमिति समर्थ हेबे ना इफ वी राइज इन कॉन्शियसनेस we can develop that supramental capacity of knowledge perception. आपण चेतना को आपण बढ़ेबे केमिति चेतना को बढ़ेबे से विषय रे हमें बहुत बार आलोचना करूछन बहुत कथा पढुछन मां भी केते कथा कहिसंती केमिति हमें चेतना को बढ़ेबा मु भाउजी चेतना को प्रसारित कर एई क्रम रे 3-4 आर्टिकल रही चिरंतनी पृष्ठा गुड़ी करे चेतना को प्रसारित कर चेतना संपर्क रे किछि नहले 15 पेज थी चिरंतनी जदि मनीष से कामटी करे अल्टीमेटली तो करिया पड़ो चेतनार विस्तार करे ताले निश्चित भाव रे सी we can develop that supramental capacity of knowledge perception जोटा ज्ञान दृष्टि आमे हासिल करि परिबा विकसित करि परिबा जो ज्ञान दृष्टि हमको अति मानसर संपर्क रे किछि रूप रे कहले प्रदान करिबो एंड विल कैपेसिटी आम पाखे सामर्थ्य आसो आम पाखे संकल्प भी आसो आज तारीख रे अति मानुषर कथा जी साधारण विश्व मनीष मेहनती मनीष श्रमिक घर संभालुची किसी छोट बेपार करुची किसी गोटे काम करुची छोट चाकरी टे करुची घर संसार जंजाल रे बंधा पड़े मनीष को जब जाई कहबा बाबू टिके अति मानस महासत्य विषय टे जानून से आपण अनै रहिबो
कौन से जानी कि मोर कौन लाभ हम तेणु गोटे समय आसो दिने आमर से ज्ञान दृष्टि परसेप्शन विल कैपेसिटी इच्छा भी जानिबार सामर्थ्य भी जानिबार या ही माँ कहते इंटीग्राल नॉलेज पावर आपण को बेस्ट बने जिते बड़े माँ को माने पचरा जे आप ये विश्व कौन करने चाहती मनीष कौन करने चाहती से आपण को 12टा कथा कहते ता भीतर प्रथम दीटा मुझे कहूँ गोटे हूँ परफेक्ट कॉन्शियसनेस आम ये पढ़िलु जिते बड़े आपणकर कॉन्शियसनेस राइज हम सेते बेले अति मानसर ज्ञान अति मानसर संकल्प अति मानसर सामर्थ्य ये सब विषय रे गोटे परसेप्शन आपण भितर तैयारी हो जोटा आज तारिख रे हो ना तापरे कौन कहगला ना जिते बड़े से भली गोटे बोध आसीजिव आपण इंटीग्राल नॉलेज रो अधिग्रता होइजिबे इंटीग्राल नॉलेज मां कहै मु सेटा मनुष्य को दबाउ चाहूँ इंटीग्राल नॉलेज टा को से कहउचंती ओमनिशियंस गोटे सर्वज्ञानमयता एभली गोटे अवस्था मनुष्य को दिया जाय परियो we have the capacity to create infinitely in life आम पाखरे एई जीवन रे सेई भली गोटे इंटीग्राल नॉलेज को निर्माण करियार गोटे बड़ सामर्थ्य रही से सामर्थ्य को मनुष्य उपयोग करू नहीं से भिन्न कथा से कोठी अछि काई के अछि को परिस्थिति रे अछि को दुख रे अछि कोन आनि लाभ रे अछि मु से कथा के आलोचना करया चाहूनी आमे समस्त तार भुक्त होगी समस्त जीवन रे सुख दुख आघात प्रतिघात मान अपमान लागि रही कहीं लगी रही रही जे आमे हम जीवन टी को असीमित करि पारुना हम चेतना को असीमित करि पारुना आमे सृष्टि को जानती नहीं विश्वायित नुहंती विश्व अभिमुखी नुहंती हम ज्ञान सर्वसमर्थ नुहे हम ज्ञान सीमित ये सीमितता ही आम सकल दुखर दारिद्रतार कारण मध्य मत जदि बिल गेट्स भाया आसुता ज्ञान टी ताले तो मु आउटे कौन काम करूँ आज गोटे खबर कागज पढ़ुली बिल गेट्स चिंतित हो पड़ती जो आर्टिफिशियल इंटेलिजेंस द्रुत गति रे बढ़ुची सी नुआ कंपनी टी को बंचे रखा कष्ट हो कारण ये गोटे नुआ ट्रेंड आउ गोटे नुआ धारा जगत ज्ञान टी चलु कहीं कंप्यूटर जुग वर्तमान समाप्त हम ये नुआ जुग आसव आउ गोटे नुआ जुग जोटा को आम आर्टिफिशियल इंटेलिजेंस जुग कहू तेणु श्री अरविंद कहते ये जो विश्व मन आम पाखे रही ये गोटे अति मानसर गोटे डेरिवेशन आपण कहतु जे माने मन अति मानस एगुड़ा सब अलग अलग कथा मन पर्यंत कथाटी आसी विवर्तन क्रम रे ये अति मानसंकर संकल्प भितर अच्छी ये विवर्तन टी ये व्यवस्था टी ये प्रक्रिया टी आउ से जो अनंत चेतना तांकर एई भूमिटी मध्य गोटे सृष्टि मानस भूमि तेणु आमे हुए तो डुआलिटी तैयारी करिछु काजुआलिटी तैयारी करिछु फाइनाइट इनफाइनाइट तैयारी करिछु यूनिटी मल्टीप्लिसिटी तैयारी करिछु ईगो साइकिक तैयारी करिछु एगुड़ी को सब इन टर्म्स ऑफ नॉलेज फोर्स टाइम स्पेस ये सब आम तैयारी करिछु गोटे मनर आधार रे एवं गोटे अति मानसर आधार रे कोठी विभेद रही कोठी विभेदन रही तेणु
ଶ୍ରୀ ଅରବିନ୍ଦ ଆମ ଚେତନାର ବିବର୍ତ୍ତନର କଥାଟି ଗୁରୁତ୍ୱ ଦେଇଛନ୍ତି। ଆମର ମନର ଅନୁଭୂତି ଗୁଡିକ ଠାରୁ କିଭଳି ଆମେ ଉଚ୍ଚତର ଅବସ୍ଥାକୁ ଯାଇପାରିବା, ଯୋଉଟା ଆମ ମନକୁ ସ୍ପିରିଚୁଆଲାଇଜ କରିପାରିବା। ଆମ ମନଟାକୁ ସ୍ପିରିଚୁଆଲାଇଜ ହବ କୋଉ ସ୍ତର ଦେଇ? ଯଦି ଆମେ ତାକୁ ଇଲୁମାଇନ କରୁ, ଆମେ ଯଦି ତାକୁ ଇଣ୍ଟ୍ୟୁସନ ଭିତରକୁ ନଉ, ପ୍ରଭୁ ତ ତାକୁ ଆହୁରି ଆଗକୁ ନେଇଗଲେ, ଓଭର ମାଇଣ୍ଡ ସ୍ତରକୁ ନେଇଗଲେ। ଆମେ ତ ଋଷି ଚେତନା ପର୍ଯ୍ୟନ୍ତ ତ ଯାଉ। ଏଇଭଳି ଯାତ୍ରା କରୁ କରୁ ଆମେ ଦିନେ ଅତିମାନସର ଦୃଷ୍ଟିରେ ପହଞ୍ଚିଯିବା। ଚେତନାର ଉତ୍ତରଣ ହିଁ ଏକମାତ୍ର ଆବଶ୍ୟକତା ଏବଂ ଏକମାତ୍ର ସାଧନା, ଯୋଉଥିରେ ଆମେ ଭୂମି ପରେ ଭୂମି ଅତିକ୍ରମ କରି ଅତିମାନସର ଭୂମିରେ, ବିଜ୍ଞାନମୟ ଭୂମିରେ ପହଞ୍ଚିବା। ଆଲୋଚନାଟିକୁ ଏଇଠି ରଖିବା। ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଶୁଭ ସନ୍ଧ୍ୟା। ବନ୍ଦେ ମାତରମ୍।